श्रीमा श्री अरविंद ऑनलाइन श्री अरविंद पाठचक्र योगदान करिथिबा भाई बापा मान नमस्कार। आज आलोच्य विषय साधक साधना सिद्धि गुरु और संघ। प्रथम भाग साधक साधना सिद्धि गुरु और संघ। प्रथम भाग प्रसंग आलोचना करने निमंते भुवनेश्वर हंसपाल लुना आपा विद्युत प्रभा बेहेरा को अनुरोध करुछि। लुना आपा तांकर वक्तव्य प्रदान करंतु। पूर्णम् अदः पूर्णम् इदं पूर्णात् पूर्णम् उदच्यते पूर्णस्य पूर्णम् आदाय पूर्णम् एव अविशिष्यते। ओम शांति शांति शांति। आलोकमय अग्निमय सन्मय प्राणमय योगी पुरुष जोग पुरुष परम प्रभु श्री अरविंद को मोर भक्तिपूत प्रणाम। काली रूपिणी असुर संहारिणी विघ्न विनाशिनी महेश्वरी प्रकृति राणी परमा भगवती जननी को मोर सहस्र कोटि प्रणाम। दूर दूरांतरे दूराभास माध्यम मां को श्रद्धा भक्ति भल पाउथिबा दिव्यांशु मानकु मोर अंतरर प्रणाम और श्रद्धा जणाउछि। एही कार्यक्रमटी को मां को निवेदन करी आरंभ करुछि। श्रीमा श्री अरविंद जोग पूर्ण जोग रूपांतर जोग समर्पण जोग अध्ययन करी आमे जानिबाकु पाइछु भगवान ही साधक भगवान ही साधना आउ भगवान ही सिद्धि। आमे समस्ते ए पृथ्वी को आपे आपे आसीनाहु। एही भूमंडल रे आमे अवतरण करिनाहु। कौनसी मंत्र शक्ति द्वारा रूप ग्रहण करिनाहु। सृष्टिर नियम अनुଯାयी आसीछु सृष्टिर नियम अनुଯାयी विदाय नेबु। नारी और नर मिलनरु आमर सृष्टि होईछि। नारी हेउछि माता आउ नर हेउछि पिता। आम समस्तक पई एजना जन्म जातक बर्थ सर्टिफिकेट शिक्षागत सर्टिफिकेट रे तांकर नाम उल्लेख अछि बा उल्लेख कर दिया जाइछि। एठारु आमे जानुछु आमको जणाई दिया जाउछि बा स्वीकृति दिया जाउछि आमे लीगल चाइल्ड बोली। किंतु किछि संतान को स्वीकृति न मिलिले से इलीगल बा अवैध संतान रूपे नामित होउछन्ति। किंतु बात प्रोसेस समस्तन पई समान। मनुष्य छाड़ी पशु पक्षी उद्भिद और अन्य प्राणी मध्यरे लीगल आउ इलीगल नहीं। किंतु एमानकु नहीं वैज्ञानिक माने हाई ब्रीडिंग स्पेसीज तैयारी करि पारुछन्ति। अधिक अंडा देवा कुकुड़ा अधिक मांस जोगाउथिबा पशु पक्षी अधिक क्षीर देई पारुथिबा गाई बहु अमलक्षम तृण धान गहम शस्य उत्पादन करि पारुछन्ति। प्रत्येक मनुष्य निजको छाड़ी अन्य उपरे बेसी गवेषणा करने को सक्षम होउछि। सही अर्थरे देखिले आमे आम
ନିଜ ଉପରେ ଚର୍ଚ୍ଚା ନ କରି ଅନ୍ୟ ଉପରେ ବେଶୀ ଚର୍ଚ୍ଚା କରୁଛେ। ଅନ୍ୟର ଭୁଲ ଦେଖିବା, ଅନ୍ୟର ଭୁଲ ଉପରେ ବା ଦୋଷ ଦୁର୍ବଳତା ଉପରେ ଟାହିଟାପରା କରିବା, ଅନ୍ୟକୁ ନିନ୍ଦା କରିବା, ଏହିପରି ଆମେ ଆମ ସମଗ୍ର ଜୀବନର ଅଧିକାଂଶ ସମୟ ଏହି କାମରେ ଲଗାଇ ଦେଉଛୁ। ନିଜର ଭୁଲ, ନିଜର ଦୁର୍ବଳତା ଉପରେ କମ୍ ଗୁରୁତ୍ୱ ଦେଉଛୁ। ଏହା ହେଉଛି ଆମର ସ୍ୱଭାବଗତ ବ୍ୟାପାର। ଆମେ ସବୁବେଳେ ଅତି ନିକଟ, ଅତି ଦୂରକୁ ଉପେକ୍ଷା କରି ଚାଲିଛୁ। ଏହାର ଅର୍ଥ ହେଲା ଆମ ନିକଟରେ ଅଛନ୍ତି ଆମର ପରିବାର, ଆମର ବାପା ମା, ଆମ ଭାଇ ଭଉଣୀ, ଆମେ ସ୍ୱାମୀ ସ୍ତ୍ରୀ, ଏହାକୁ ଉପେକ୍ଷା କରିବା। କିନ୍ତୁ ଅନ୍ୟ ବାପା ମା, ଅନ୍ୟ ପରିବାର, ଅନ୍ୟ ଭାଇ ଭଉଣୀ, ଅନ୍ୟ ସ୍ୱାମୀ ସ୍ତ୍ରୀ ଉପରେ ବେଶୀ ମୁଣ୍ଡ ଖେଳାଇବା। ସେଇଭଳି ଭଗବାନ ଦୂରରେ ଅଛନ୍ତି ବୋଲି ଭାବି ଉପେକ୍ଷା କରିଦେଉଛୁ ଆଉ କରୁଛୁ ମଧ୍ୟ। କାରଣ ମାନବିକ ଭାବନା ସେଠାରେ ପହଞ୍ଚି ପାରୁନାହିଁ। ଭଗବାନ ଦୂରରେ ଅଛନ୍ତି ବୋଲି ଭାବି ଉପେକ୍ଷା କରିଦେଉଛୁ, କାରଣ ମାନବିକ ଭାବନା ସେଠାରେ ପହଞ୍ଚି ପାରୁନାହିଁ। ଏଣୁ ଉପେକ୍ଷା କରିବା ସ୍ୱଭାବଗତ ହୋଇଯାଉଛି। ଆମେ ପୋଥିଗତ ବିଦ୍ୟା, ପୋଥିଗତ ଆଲୋଚନା ଭଲ ଭାବେ ବନେଇ ଚୁନେଇ କରୁଛେ। ଏଥିରୁ ବିରତି ନେଲା ପରେ ପରେ ନିଜର ସ୍ୱଭାବଗତ ଧାରାକୁ ପୁଣି ଫେରି ଆସୁଛୁ। ସେହି ପରନିନ୍ଦା, ପରଚର୍ଚ୍ଚା, ପରଶ୍ରୀକାତରତା, ଈର୍ଷା, ଦେଶ ସବୁ ଆସି ଗୋଟାକ ପରେ ଗୋଟାଏ ମାଡ଼ି ବସି ଧରୁଛି। ଗୋଟିଏ ଛୋଟ ଗଳ୍ପଟିଏ କହୁଛି। ଜଣେ ବିଦ୍ୱାନ ପଣ୍ଡିତ ଥିଲେ। ଜନ ସମାଗମରେ ତାତ୍ତ୍ୱିକ ଦାର୍ଶନିକ ତତ୍ତ୍ୱ ବ୍ୟାଖ୍ୟା କରିବାରେ ସିଦ୍ଧହସ୍ତ। ଦିନକୁ ଦିନ ଜନ ସମାଗମ ବଢୁଥାଏ, କାରଣ ଏହା ଥିଲା ସାପ୍ତାହିକ ଆଲୋଚନା ଚକ୍ର। ସେହି ଅଞ୍ଚଳରେ ଜନସମୂହରେ ତାଙ୍କର ପ୍ରଶଂସା ଭୁରି ଭୁରି ବ୍ୟାପିବାରେ ଲାଗିଥାଏ। ପଣ୍ଡିତଙ୍କ ସ୍ତ୍ରୀଙ୍କର ଆଲୋଚନା ଚକ୍ର ଶୁଣିବାକୁ ଆଗ୍ରହ ହେଲା। ପଣ୍ଡିତଙ୍କ ଅଗୋଚରରେ ସେଠାରେ ତାଙ୍କ ସ୍ତ୍ରୀ ପହଞ୍ଚି ବ୍ୟାଖ୍ୟା ଶୁଣିଲେ ଆଉ ଅନୁପ୍ରାଣିତ ମଧ୍ୟ ହେଲେ। ପଣ୍ଡିତ ଘରକୁ ଫେରିବା ପୂର୍ବରୁ ନିଜର ସ୍ତ୍ରୀ ଆଗେ ଘରେ ପହଞ୍ଚି ଯାଇଥିଲେ। ଯେହେତୁ ସେ ଘରେ ଅନୁପସ୍ଥିତ ଥିଲେ, ଦୈନନ୍ଦିନ କାର୍ଯ୍ୟରେ ବ୍ୟତିକ୍ରମ ଟିକେ ହେଲା। ପଣ୍ଡିତ ପହଞ୍ଚି ତାଙ୍କ ପତ୍ନୀ ଉପରେ କ୍ରୋଧାନ୍ୱିତ ହେଲେ। ପତ୍ନୀଙ୍କର ପ୍ରଶ୍ନ ଥିଲା, ଆଲୋଚନା ଚକ୍ରରେ ସୁନ୍ଦର ସୁନ୍ଦର କଥା କହି ସମସ୍ତଙ୍କର ମନକୁ ମୋହିତ କରିପାରୁଥିଲ, କିନ୍ତୁ ଘରେ ଆସି କ୍ରୋଧାନ୍ୱିତ କାହିଁକି ହେଉଛ? ଉତ୍ତରରେ ପଣ୍ଡିତ କହିଲେ, ଆଲୋଚନା ଚକ୍ର ପାଇଁ ମୁଁ ପ୍ରସ୍ତୁତ ହୋଇଯାଇଥିଲି। କିପରି ମୋର ଆଲୋଚନା ହୃଦୟସ୍ପର୍ଶୀ ହେବ? ଆଲୋଚନା ଚକ୍ର ପାଇଁ ମୁଁ ପ୍ରସ୍ତୁତ ହୋଇଯାଇଥିଲି, କିପରି ମୋର ଆଲୋଚନା ହୃଦୟସ୍ପର୍ଶୀ ହେବ? କିନ୍ତୁ ବାସ୍ତବିକ ସ୍ୱଭାବରେ ମୁଁ ସେୟା ନୁହେଁ। ମୋର ପ୍ରସ୍ତୁତି ଥିଲା ପ୍ରଶଂସା ପାଇଁ, ମୋତେ ସମସ୍ତେ ଆଦର କରନ୍ତୁ। ବାସ୍ତବିକ ଆମର ଜୀବନଟି ହେଉଛି ଏହିପରି। ଆମେ ଯାହା କହୁଛୁ ଆମେ ତାହା ନୁହଁ। ଏହା ହୋଇପାରେ ସମସ୍ତଙ୍କ ପାଇଁ ଏକ ପ୍ରଶ୍ନବାଚୀ। ଆମେ ସମସ୍ତେ ସାଧକ ଆଉ ସାଧିକା। ଭଗବାନ ତାଙ୍କର ଉଦ୍ଦେଶ୍ୟ ସାଧନ ପାଇଁ ଆମକୁ ଏଠାକୁ ଆଣିଛନ୍ତି। ଆମକୁ ଭିନ୍ନ ଭିନ୍ନ ରୂପ ଦେଇ ଗଢ଼ିଛନ୍ତି। ଗୁଣଧର୍ମ ମଧ୍ୟ ଭିନ୍ନ ଭିନ୍ନ ଦେଇଛନ୍ତି। ଏହି ଗୁଣଧର୍ମକୁ ସତ୍ ଚିତ୍ ଆନନ୍ଦ ରୂପେ ପରିବର୍ତ୍ତନ ବା ରୂପାନ୍ତର କରାଇବାର ଧାରା ହେଲା ସାଧନା। ଏହି ଗୁଣଧର୍ମକୁ ସତ୍ ଚିତ୍ ଆନନ୍ଦ ରୂପେ ପରିବର୍ତ୍ତନ ବା ରୂପାନ୍ତର କରାଇବାର ଧାରା ହେଲା ସାଧନା। ସାଧନା ମଧ୍ୟରେ ବାକ୍ ସଂଯମ ହେଉଛି ଗୁରୁତ୍ୱପୂର୍ଣ୍ଣ। ମଣିଷ ହେଉଛି କଥା କୁହା ପଶୁ। ଭାଷାର କୌଶଳ ମଣିଷକୁ କେବଳ ଜଣା। ନିଜର ଭାବନା, ପ୍ରେରଣା, ଉତ୍ସାହ ସବୁକୁ ଭାଷା ଦ୍ୱାରା ପରିପ୍ରକାଶ କରିପାରେ।
कंट्रोल ओवर स्पीच उपरे आलोचना करिबा। मु आपण मानकु 10टी पॉइंट कहूची, एहारी उपरे गुरुत्व देबा। प्रथम पॉइंट कहूची, भाव प्रवण होई गुड़ाए कथा कहिबा नहीं, जेतिकी दरकार सेतिकी कथा कहिबा, बाकी तक समय मौन रहिबा। भाव प्रवण होई गुड़ाए कथा कहिबा नहीं, जेतिकी दरकार सेतिकी कथा कहिबा, बाकी तक समय मौन रहिबा। 2 नंबर पॉइंट, मौन रही अंतर को अंतर जानिबार कला अर्जन करिबा। मौन रही अंतर को अंतर जानिबार कला अर्जन करिबा। 3 नंबर पॉइंट, जुक्ति तर्क करिबा नहीं, निजे जहा कहूछे ठीक एवं अन्य माने जहा कहउछंती भूल एथिरे जोर देबा नहीं। जुक्ति तर्क करिबा नहीं, निजे जहा कहउछे ठीक एवं अन्य माने जहा कहउछंती भूल एथिरे जोर देबा नहीं। 4 नंबर पॉइंट, कम कथा कहिबा शक्ति संचय करिबा। कम कथा कहिबा शक्ति संचय करिबा। 5 नंबर पॉइंट, बेसी कथा कहिले बनै चुनै कहिबाकू पड़े, एथिरे बहुत मिछ भी मिसे। बेसी कथा कहिले बनै चुनै कहिबाकू पड़े, एथिरे बहुत मिछ भी मिसे। 6 नंबर पॉइंट, न जानिथिबा न देखिथिबा न पढ़िथिबा कथा कहिबा नहीं। न जानिथिबा न देखिथिबा न पढ़िथिबा कथा कहिबा नहीं। 7 पॉइंट, अन्य को आघात देला भली और दुख देला भली कथा कहिबा नहीं। अन्य को आघात देला भली और दुख देला भली कथा कहिबा नहीं। 8 नंबर पॉइंट, गुजब कथा परचर्चा और समालोचना हेउथिबा स्थान छाड़ी देबा, कारण चेतना को निम्नगामी करिदेब। गुजब कथा परचर्चा और समालोचना हेउथिबा स्थान छाड़ी देबा, कारण यह चेतना को निम्नगामी कराए। 9 नंबर पॉइंट, कथा कुहांक पाख माड़िबा नहीं। कथा कुहांक पाख माड़िबा नहीं। 10 नंबर पॉइंट, निज जीभ को संयत करिबा, नचेत अन्य इंद्रिय मध्य असंयत करिबे। निज जीभ को संयत करिबा, नचेत अन्य इंद्रिय मध्य असंयत होई जिवे। एही 10टी कथा प्रति गुरुत्व देबा। एही 10टी कथा प्रति जदि गुरुत्व दिया जाए, बहुत समस्यार समाधान होई जिवो। आजिर आलोच्य प्रसंग साधक साधना सिद्धि गुरु और संघ। एही 5टी कथा आम भारतीय संस्कृति रे अछि। उपनिषद आधारित गल्पटी उपस्थापन करुछि। बुझिबाकू सहज हेबो। आश्रम शब्द सह आमे समस्ते परिचित। एहार अन्य नाम संघ बा अनुष्ठान। एही अनुष्ठानर मुख्यंकु गुरु ऋषि बा कुलपति मध्य कहि परिबा। एहीपरि पारंपरिक उदाहरण आम पाखरे अनेक अछि। इमिति गोटिए आश्रमर कथाटिए कहूछि, जहार मुख्य कुलपति थिले अथर्वण। आश्रमर कथाटिए कहूछि, जार मुख्य कुलपति थिले अथर्वण। से एक महान विद्यार साधन करिथिले ओ सिद्धि प्राप्त होइथिले। ता हेउछि मधु विद्या। अनुष्ठानर परिवेश और शिक्षा पद्धतिर स्वतंत्रता थिला। निजे मध्य ज्ञानी और ब्रह्मदर्शी थिले। अनेक शिष्य आकृष्ट होई मधु विद्या शिक्षा पई साधनारत थिले।
ଏହି ବିଦ୍ୟା ପ୍ରାପ୍ତ କରିବା ପାଇଁ ସାଧକମାନଙ୍କୁ କିଛି ସାଧନାରେ ଆବଶ୍ୟକ ଅଛି। ଏହି ବିଦ୍ୟା ପ୍ରାପ୍ତ କରିବା ପାଇଁ ସାଧକମାନଙ୍କୁ କିଛି ସାଧନାରେ ଆବଶ୍ୟକ ଅଛି। ଏହାଦ୍ୱାରା ନିଜର ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଏହି ଯୋଗ୍ୟତା ପାଇଁ 6ଟି କଥା କହୁଛି। ଯିଏ ଜିତେନ୍ଦ୍ରିୟ, ଯାହାର କାମନା ବାସନା ଲାଳସା ନାହିଁ, ଯିଏ ସଂଯମୀ, ଯିଏ ତ୍ୟାଗୀ, ଯାହାର ମନ ସ୍ଥିର, ଯାହା ପାଖରେ ଏକାଗ୍ରତା ଅଛି। ଯିଏ ଜିତେନ୍ଦ୍ରିୟ, ଯାହାର କାମନା ବାସନା ଲାଳସା ନାହିଁ, ଯିଏ ସଂଯମୀ, ଯିଏ ତ୍ୟାଗୀ, ଯାହାର ମନ ସ୍ଥିର, ଯାହା ପାଖରେ ଏକାଗ୍ରତା ଅଛି, ସେହିମାନେ ଏହି ବିଦ୍ୟା ହାସଲ କରିବାକୁ ଯୋଗ୍ୟ ହେବେ ମଧ୍ୟ। ଏହା ହେଉଛି ପ୍ରାଥମିକ ନିୟମ ବା ସର୍ତ୍ତ। ମଧୁବିଦ୍ୟା ଶିକ୍ଷା ପାଇଁ ସ୍ୱର୍ଗପୁରୀରୁ ଇନ୍ଦ୍ରଦେବ ଆକୃଷ୍ଟ ହୋଇ ମର୍ତ୍ତ୍ୟପୁରୀକୁ ଆସିଲେ। ଛଦ୍ମବେଶରେ ରହି କୁଳପତି ଆଥର୍ବଣଙ୍କୁ ଶିକ୍ଷା ପାଇବାର ଅଭିଳାଷ ଜଣାଇଲେ ଓ ପରିଚୟ ମାଗିବାରୁ ସର୍ତ୍ତ ରଖିଲେ। ଯଦି ସେ ଶିକ୍ଷା ଦେବା ପାଇଁ ସମ୍ମତି ଜଣାଇବେ ତେବେ ସେ ପରିଚୟ ଜଣାଇବେ। ଆଥର୍ବଣ ସମ୍ମତି ଦେଲେ ଏବଂ ଇନ୍ଦ୍ରଦେବ ମଧ୍ୟ ନିଜର ପରିଚୟ ପ୍ରଦାନ କଲେ। କିନ୍ତୁ କଥା ହେଉଛି, ମଧୁବିଦ୍ୟା ଶିକ୍ଷା ପାଇଁ ଇନ୍ଦ୍ରଦେବଙ୍କ ସେଭଳି ଯୋଗ୍ୟତା ନଥିଲା। ଶାସ୍ତ୍ର ଅନୁସାରେ ଅପାତ୍ରରେ ଦାନ ଦେଲେ ଦାନର ମହତ୍ତ୍ୱ ରହେ ନାହିଁ। ସେହିଭଳି ଅଯୋଗୀକୁ ଶିକ୍ଷା ଦେଲେ ତାହା ସଫଳ ହୁଏ ନାହିଁ। ସମାଜର କଲ୍ୟାଣ ସାଧନ ନ ହୋଇ କ୍ଷତିର କାରଣ ହୁଏ। ଇନ୍ଦ୍ରଦେବଙ୍କର ସେ ଯୋଗ୍ୟତା ନଥିଲା, ତାହା କହୁଛି। ଇନ୍ଦ୍ରଦେବ ନାମର ସାର୍ଥକତା ପଛରେ ଧାଉଁଥିଲେ, ଭୋଗ ବିଳାସରେ ମାତୁଥିଲେ ଓ ଇନ୍ଦ୍ରିୟ ତୃପ୍ତିରେ ବିଭୋର ଥିଲେ। ସର୍ବଦା ଅପ୍ସରା ଗହଣରେ ରହି ଜୀବନର ରଙ୍ଗୀନ ସ୍ୱପ୍ନକୁ ସାକାର କରୁଥିଲେ। ତ୍ୟାଗ ଅପେକ୍ଷା ଭୋଗ ତାଙ୍କର ଶ୍ରେଷ୍ଠ ଥିଲା। ଏହି ଅବସ୍ଥା ଥିଲେ ଜ୍ଞାନ ଲାଭ ହୋଇପାରିବ ନାହିଁ। ଇନ୍ଦ୍ରଦେବଙ୍କର ମଧୁବିଦ୍ୟା ଶିକ୍ଷା ପାଇଁ ଯୋଗ୍ୟତା ନଥିଲା, କାରଣ ସେ ନାମର ସାର୍ଥକତା ପଛରେ ଧାଉଁଥିଲେ, ଭୋଗ ବିଳାସରେ ମାତୁଥିଲେ ଓ ଇନ୍ଦ୍ରିୟ ତୃପ୍ତିରେ ବିଭୋର ଥିଲେ। ସର୍ବଦା ଅପ୍ସରା ଗହଣରେ ରହି ଜୀବନର ରଙ୍ଗୀନ ସ୍ୱପ୍ନକୁ ସାକାର କରୁଥିଲେ। ତ୍ୟାଗ ଅପେକ୍ଷା ଭୋଗ ତାଙ୍କର ଶ୍ରେଷ୍ଠ ଥିଲା। ଏହି ଅବସ୍ଥା ଥିଲେ ଜ୍ଞାନ ଲାଭ ହୋଇପାରିବ ନାହିଁ। ଆଥର୍ବଣ ବିଦ୍ୟା ଦେବା ପାଇଁ ସତ୍ୟ କରିଛନ୍ତି। ଏଣୁ ସେ ପ୍ରସ୍ତୁତ ହେଲେ ଏବଂ ଇନ୍ଦ୍ରଦେବଙ୍କୁ କହିଲେ, ମୁଁ 7ଟି ଉପଦେଶ ଦେଉଛି, ଧ୍ୟାନ ଦେଇ ଶୁଣ। ପ୍ରଥମେ ଯୋଗାଭ୍ୟାସ କରିବାକୁ ହେବ। ଦ୍ୱିତୀୟରେ ଭୋଗ ହେଉଛି ଯୋଗର ପ୍ରତିବନ୍ଧକ, ଏଣୁ ଭୋଗଠାରୁ ଦୂରେଇ ରହିବା ଆବଶ୍ୟକ। ତୃତୀୟରେ ବିଷୟ ବାସନା ତ୍ୟାଗ କରିବା ଦରକାର। 4 ପ୍ରାଚୁର୍ଯ୍ୟ ଛାଡ଼ି ସରଳ ନିରାଡମ୍ବର ଜୀବନଯାପନ ଦରକାର। ପ୍ରେୟ ବା ଅଳିକ ସୁଖରେ ନ ମାତି ପରମାନନ୍ଦ ପ୍ରାପ୍ତି ପାଇ ସାଧନା କରିବା ଆବଶ୍ୟକ। 7 ନମ୍ବରରେ ମଣିଷ ଓ ଦେବତାମାନେ କ୍ଷଣିକ ସୁଖର ଅନ୍ୱେଷଣରେ ଅଧିକ ସମୟ ନଷ୍ଟ କରିଥାନ୍ତି, କିନ୍ତୁ ଭୋଗ ବାସନାହୀନ ତ୍ୟାଗୀମାନେ ଶ୍ରେୟ ପଥରେ ଅଗ୍ରସର ହୋଇଥାନ୍ତି। 7 ନମ୍ବର, ଭୋଗ ଲାଳସା କାମନା ବାସନା ଜନିତ ପ୍ରେୟ ନିକଟେ ସ୍ୱର୍ଗର ଇନ୍ଦ୍ର ଓ ମର୍ତ୍ତ୍ୟର ଧନ ମଧ୍ୟରେ କିଛି ପାର୍ଥକ୍ୟ ନଥାଏ। ଏଣୁ ହେ ଜିଜ୍ଞାସୁ, ଭୋଗ ଅପେକ୍ଷା ତ୍ୟାଗ ଓ ସଂଯମ ସାଧନା ହିଁ ଏହି ବ୍ରହ୍ମଜ୍ଞାନ ଲାଭର ପ୍ରଥମ ସୋପାନ। ଏହା ମନେ ରଖିବା ଦରକାର। ଧ୍ୟାନ ଦେଇ ଶୁଣ। ପ୍ରଥମେ ଆଥର୍ବଣ ଇନ୍ଦ୍ରଦେବଙ୍କୁ କହୁଛନ୍ତି, ଧ୍ୟାନ ଦେଇ ଶୁଣ। ପ୍ରଥମେ ଯୋଗାଭ୍ୟାସ କରିବାକୁ ହେବ।
ଭୋଗ ହେଉଛି ଯୋଗର ପ୍ରତିବନ୍ଧକ। ଏଣୁ ଭୋଗଠାରୁ ଦୂରେଇ ରହିବା ଆବଶ୍ୟକ। ବିଷୟ ବାସନା ତ୍ୟାଗ କରିବା ଦରକାର। ପ୍ରାଚୁର୍ଯ୍ୟ ଛାଡ଼ି ସରଳ ନିରାଡମ୍ବର ଜୀବନଯାପନ ଦରକାର। ପ୍ରେୟ ବା ଅଳିକ ସୁଖରେ ନ ମାତି ପରମାନନ୍ଦ ପ୍ରାପ୍ତି ପାଇଁ ସାଧନା କରିବା ଆବଶ୍ୟକ। ମଣିଷ ଓ ଦେବତାମାନେ କ୍ଷଣିକ ସୁଖର ଅନ୍ୱେଷଣରେ ଅଧିକ ସମୟ ନଷ୍ଟ କରିଥାନ୍ତି, କିନ୍ତୁ ଭୋଗ ବାସନାହୀନ ତ୍ୟାଗୀମାନେ ଶ୍ରେୟ ପଥରେ ଅଗ୍ରସର ହୋଇଥାନ୍ତି। ଭୋଗ ଲାଳସା କାମନା ବାସନା ଜନିତ ପ୍ରେୟ ନିକଟରେ ସ୍ୱର୍ଗର ଇନ୍ଦ୍ର ଓ ମର୍ତ୍ତ୍ୟର ଶ୍ୱାନ ମଧ୍ୟରେ କିଛି ପାର୍ଥକ୍ୟ ନଥାଏ। ଏଣୁ ହେ ଜିଜ୍ଞାସୁ, ଭୋଗ ଅପେକ୍ଷା ତ୍ୟାଗ ଓ ସଂଯମ ସାଧନା ହିଁ ଏହି ବ୍ରହ୍ମଜ୍ଞାନ ଲାଭର ପ୍ରଥମ ସୋପାନ। ମନେ ରଖିବା ଦରକାର। ସଗର୍ବରେ ତର୍ଜନୀ ଦେଖାଇ ଗର୍ଜି ଉଠିଲେ ଏକ ହିଂସ୍ର ଶାର୍ଦୂଳ ପରି ଇନ୍ଦ୍ରଦେବ। କାରଣ ଇନ୍ଦ୍ରଙ୍କୁ ଶ୍ୱାନ ସହ ତୁଳନା କରିଥିବାରୁ ଇନ୍ଦ୍ରଦେବ ସଗର୍ବରେ ତର୍ଜନୀ ଦେଖାଇ ଗର୍ଜି ଉଠିଲେ ଏକ ହିଂସ୍ର ଶାର୍ଦୂଳ ପରି। ମୁଁ ଏଠି କହି ରଖୁଛି, ଯେତେବେଳେ ବ୍ୟକ୍ତି ରାଗିଯାଏ ସେତେବେଳେ ସେ ତର୍ଜନୀ ଆଙ୍ଗୁଠି ଦେଖାଇ ଗର୍ଜେ ବା ଗର୍ଜନ କରେ। ସେ ନିଜର ଅସ୍ତିତ୍ୱ ହରାଇଥାଏ। ଏହା ଗୋଟାଏ କ୍ରୋଧୀ ବ୍ୟକ୍ତିର ଲକ୍ଷଣ। ଇନ୍ଦ୍ରଦେବଙ୍କ କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟିଥିଲା। ସେ ନିଜର ହିତାହିତ ଜ୍ଞାନ ଭୁଲି ଋଷି ଆଥର୍ବଣଙ୍କୁ ଅଭିଶାପ ଦେଲେ। ଯଦି ସେ କାହାକୁ ମଧୁବିଦ୍ୟା ଶିକ୍ଷା ଦିଅନ୍ତି, ତାଙ୍କର ମସ୍ତକ ଶରୀରରୁ ଛିନ୍ନ ହୋଇଯିବ। ଇନ୍ଦ୍ରଦେବ ସ୍ୱର୍ଗକୁ ଫେରିଗଲେ। ଆଥର୍ବଣ ଆଶ୍ରମକୁ ଫେରି ଦୈନନ୍ଦିନ କାର୍ଯ୍ୟରେ ଯୋଗ ଦେଲେ ବା ମନ ଦେଲେ। ଋଷି ଆଥର୍ବଣ ଦୈନନ୍ଦିନ କାର୍ଯ୍ୟରେ ଯୋଗ ଦେଲେ ବା ମନ ଦେଲେ। ଋଷି ଆଥର୍ବଣ ଅଭିଶାପ ପାଇ ମଧ୍ୟ ଅବିଚଳିତ ରହିଲେ, କାରଣ ସେ ମହାଜ୍ଞାନୀ, ଉଦାର ଓ ନିର୍ବିକାର ଥିଲେ। କ୍ରୋଧକୁ ଜୟ କରିଥିଲେ। ଇନ୍ଦ୍ରଙ୍କ ଅଭିଶାପ ପାଇ ମଧ୍ୟ ବିଚଳିତ ହେଲେ ନାହିଁ। ମୁଁ ଏଠି କହି ରଖୁଛି, ଆମର ସାଂସାରିକ ଜୀବନ ମଧ୍ୟ ଏହିଭଳି। ଯେ କ୍ରୋଧୀ ସେ ଦୁର୍ବଳ, ତା ଭିତରେ ବହୁତ ଭୟ ଥାଏ। ଏକଥା ମା ଅନେକ ଜାଗାରେ ଦୃଷ୍ଟାନ୍ତ ଦେଇଛନ୍ତି। କ୍ରୋଧୀମାନେ ହିତାହିତ ଜ୍ଞାନ ହରାଇଥାନ୍ତି। ଆମକୁ କ୍ରୋଧକୁ ବର୍ଜନ କରିବାକୁ ହେବ। ଆମେ ସଂସାରରେ ଅଛେ, ବହୁତ ବାଧା ବିପତ୍ତି ସମସ୍ୟାର ସମ୍ମୁଖୀନ ହେଉଛେ, ହେବା ମଧ୍ୟ ସ୍ୱାଭାବିକ। କିନ୍ତୁ ଆମମାନଙ୍କ ଭିତରେ ଏହି ସ୍ୱଭାବକୁ ବାହାର ନ କରିବା, ଆମ୍ଭେମାନେ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେଉଛେ। ଏଠାରେ କ'ଣ ହେଲା, ଯେ କ୍ରୋଧୀ ଗର୍ଜନ କରି ଅଭିଶାପ ଦେଲେ, କିନ୍ତୁ ଯେ ଜ୍ଞାନୀ ସେ ସ୍ଥିର ନିଶ୍ଚଳ ରହିଲେ। ଏଠାରେ ଅଥର୍ବଣ ଜ୍ଞାନୀ ସ୍ଥିର ନିଶ୍ଚଳ ରହିଲେ। ଇନ୍ଦ୍ର ସ୍ୱର୍ଗର ସିଂହାସନ ଅଧିକାରୀ ହୋଇ ମଧ୍ୟ ତାଙ୍କର କେତେକ ଖରାପ ଗୁଣ ଯୋଗୁଁ ସେ ହାରିଗଲେ। କିନ୍ତୁ ଆଥର୍ବଣ ଋଷି ମହାଜ୍ଞାନୀ, ଏହି ମଧୁବିଦ୍ୟା ବା ବ୍ରହ୍ମବିଦ୍ୟାର ଅଧିକାରୀ ଶେଷରେ ବିଜୟୀ ହେଲେ। ଅଭିଶାପ ମଧ୍ୟ ତାଙ୍କର କିଛି କ୍ଷତି କରିପାରିଲା ନାହିଁ, ବରଂ ତାଙ୍କର ଅଭିଶାପଟି ଆଶୀର୍ବାଦରେ ପରିଣତ ହେଲା। କିପରି ଏହା ଘଟିଲା ସେ ବିଷୟ ଆଲୋଚନା କରିବା। ସମୟର ଚକ ଗଡ଼ି ଚାଲିଲା। ବହୁ କାଳ ପରେ ଅଶ୍ୱିନୀ କୁମାର ଦୁଇ ଭାଇ ଆସି ଋଷି ଆଥର୍ବଣଙ୍କ ପାଖରେ ଉପସ୍ଥିତ ହେଲେ। ଭକ୍ତି ଭରା ପ୍ରଣିପାତ କରି ମଧୁବିଦ୍ୟା ଶିକ୍ଷାଦାନ ପାଇଁ ନିବେଦନ କଲେ। ଆଥର୍ବଣ ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ କଲେ। ଏଣୁ ସେମାନେ ବିଶଦ ଭାବରେ ବର୍ଣ୍ଣନା କରି କହିଲେ, ଯୋଗାଭ୍ୟାସ କରି ମନକୁ ପବିତ୍ର କରିଛୁ ଓ ଚିତ୍ତକୁ ଏକାଗ୍ର କରିଛୁ। ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ତପ ସାଜିଛୁ। ହିଂସା ଦେଶ ଓ ପରଶ୍ରୀ କାତରତା ଠାରୁ ଦୂରେଇ ଆସିଛୁ। ଭୋଗ ଲାଳସା କାମନା ବାସନା ଓ ବିଷୟ ବ୍ୟାଧିରୁ ମୁକ୍ତ ହୋଇଛୁ।
ଅହିଂସା ସତ୍ୟକୁ ଆପଣାର କରିଛୁ, ପରର କଲ୍ୟାଣକୁ ବ୍ରତ କରିଛୁ, ସ୍ୱାର୍ଥଠାରୁ ଦୂରେଇ ଆସି ନିସ୍ୱାର୍ଥ ସେବା ପାଇଁ ଦୃଢ଼ ସଂକଳ୍ପ ହୋଇଛୁ। ଋଷି ଆଥର୍ବଣ ସେମାନଙ୍କ ଯୋଗ୍ୟତା ସମ୍ପର୍କରେ ସବୁ ଶୁଣି ଖୁସି ହେଲେ, କିନ୍ତୁ କହିଲେ, ମୁଁ ନାଚାର। ଇନ୍ଦ୍ରଦେବଙ୍କ ଅଭିଶାପ ଫଳରେ ଶିକ୍ଷା ଦେବା ମାତ୍ରେ ମୋର ମସ୍ତକ ସ୍କନ୍ଦଚ୍ୟୁତ ହେବ। ଅଶ୍ୱିନୀ କୁମାର ଭ୍ରାତାଦ୍ୱୟ ଉପାୟ ନିର୍ଣ୍ଣୟ କଲେ। ପ୍ରଥମେ ଗୁରୁ ଆଥର୍ବଣଙ୍କ ମସ୍ତକଚ୍ୟୁତ କରି ସାଇତି ରଖିଲେ ଏବଂ ସେଠାରେ ଏକ ଅଶ୍ୱର ମସ୍ତିଷ୍କ ଆଣି ସଂଯୋଗ କରି ସଞ୍ଜୀବନୀ ମନ୍ତ୍ର ଦ୍ୱାରା ସକ୍ରିୟ କରିଦେଲେ। ଆଥର୍ବଣ ମଧୁବିଦ୍ୟା ଶିକ୍ଷା ଦେବା ମାତ୍ରେ ଏହି ଅଶ୍ୱ ମସ୍ତିଷ୍କଟି ସ୍କନ୍ଦଚ୍ୟୁତ ହୋଇଗଲା। ଏଣୁ ପୂର୍ବରୁ ସାଇତି ରଖିଥିବା ଆଥର୍ବଣଙ୍କ ମସ୍ତିଷ୍କକୁ ସ୍ଥାପନ କରି ସଞ୍ଜୀବନୀ ମନ୍ତ୍ର ଦ୍ୱାରା ସକ୍ରିୟ କରିଦେଲେ ଆଉ ଅଶ୍ୱ ମସ୍ତିଷ୍କକୁ ପୁଷ୍କରିଣୀରେ ପକାଇଦେଲେ। ଋଷି ଆଥର୍ବଣ ମଧୁବିଦ୍ୟା ଶିକ୍ଷା ପ୍ରଦାନ କରିବାକୁ ସଫଳ ହେଲେ ଓ ଇନ୍ଦ୍ରଦେବଙ୍କ ଅଭିଶାପରୁ ମଧ୍ୟ ମୁକ୍ତ ହେଲେ। ଅଶ୍ୱିନୀ କୁମାରଦ୍ୱୟ ଗୁରୁଙ୍କୁ ପ୍ରଣିପାତ କରି ପ୍ରତ୍ୟାବର୍ତ୍ତନ କଲେ। ଏହି ମଧୁବିଦ୍ୟାର ଅନ୍ୟ ନାମ ହେଉଛି ବ୍ରହ୍ମବିଦ୍ୟା। ଉକ୍ତ ଖବର ପାଇ ଇନ୍ଦ୍ରଦେବଙ୍କର ଅହଙ୍କାର ଦାମ୍ଭିକତା ଚୂର୍ଣ୍ଣ ହେଲା, ତାଙ୍କର ନୈତିକତାର ପରାଜୟ ଘଟିଲା। ଋଷି ଆଥର୍ବଣଙ୍କର ଦକ୍ଷତା, ନିଷ୍ଠା, ସାଧନା, ସ୍ପଷ୍ଟବାଦିତା ଆଗରେ ତାଙ୍କର ମୁଣ୍ଡ ଆପେ ଆପେ ନଇଁଗଲା। ଇନ୍ଦ୍ରଦେବ କ୍ଷମା ପ୍ରାର୍ଥନା ମାଗିଲେ। ସହିଷ୍ଣୁତାର ହିମାଚଳ ଆଥର୍ବଣ ସ୍ମିତହାସ୍ୟ ଖେଳାଇ ସସ୍ନେହରେ କହିଲେ, ଦେବରାଜ, ମୁଁ ଆପଣଙ୍କୁ କେବେ ଭୁଲ ବୁଝି ନାହିଁ। ଆପଣଙ୍କ ଅଭିଶାପରେ ମଧ୍ୟ ବିଚଳିତ ବା ବ୍ୟସ୍ତ ବିବ୍ରତ ହୋଇନାହିଁ। ନିଜର ଅନୁଚିତ କାର୍ଯ୍ୟ ପାଇଁ ହୁଏତ ଆପଣଙ୍କ ମନରେ ଏଭଳି ଧାରଣା ସୃଷ୍ଟି ହୋଇଛି। ଆପଣଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧା ରହିଛି। ଆପଣ ନିଜକୁ ନିଜେ ବୁଝିପାରିଛନ୍ତି ଏବଂ ସଂଶୋଧିତ କରିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି, ସେହି ଯଥେଷ୍ଟ। ମୁଁ ଆପଣଙ୍କୁ ଆଶୀର୍ବାଦ କରୁଛି ଏବଂ କାମନା କରୁଛି ଆପଣଙ୍କ ହୃଦୟରୁ ସବୁ ଆବିଳତା ଦୂର ହୋଇଯାଉ। ହିଂସା, ଦେଶ, ଆତ୍ମଗର୍ବ, ଅହଙ୍କାର ଠାରୁ ଆପଣ ଦୂରେଇ ରୁହନ୍ତୁ। ଆପଣ ସୃଷ୍ଟିର ମଙ୍ଗଳ ପାଇଁ, ଜଗତର ହିତ ପାଇଁ ନିଜର ଶକ୍ତି ସାମର୍ଥ୍ୟକୁ ନିୟୋଜିତ କରନ୍ତୁ। ସବୁରି ମଙ୍ଗଳ ସାଧନ କରନ୍ତୁ। ଏହାର ପରବର୍ତ୍ତୀ ସମୟରେ ଆମ୍ଭେମାନେ ସମସ୍ତେ ଜାଣିଛେ, ପୁରାଣ ବର୍ଣ୍ଣିତ ବୃତ୍ରାସୁର ଓ ସମ୍ଭରାସୁରର ଦୌରାତ୍ମ୍ୟରେ ଅତ୍ୟାଚାରରେ ଅତିଷ୍ଠ ହୋଇ ପୃଥିବୀବାସୀ ଆତଙ୍କିତ ହେଲେ। ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରେ ଆଧିପତ୍ୟ ବିସ୍ତାର କଲେ। ଇନ୍ଦ୍ରଦେବ ନିଜ ଦେବରାଜ୍ୟକୁ ରକ୍ଷା କରିବା ପାଇଁ ଋଷି ଆଥର୍ବଣଙ୍କ ନିକଟରେ ଶରଣାପନ୍ନ ହେଲେ। ତାଙ୍କରି ପରାମର୍ଶରେ ଅଶ୍ୱିନୀ କୁମାର ଯେଉଁ ଅଶ୍ୱ ମସ୍ତକ ଜଳାଶୟରେ ପକାଇଥିଲେ, ସେହି ଅଶ୍ୱ ମସ୍ତକକୁ ଆଣି ବିଭିନ୍ନ ଅସ୍ତ୍ରଶସ୍ତ୍ର ତିଆରି କଲେ। ଅଶ୍ୱ ମୁଖରେ ବ୍ରହ୍ମବିଦ୍ୟା ନିଃସୃତ ହୋଇଥିବାରୁ ସେହି ଅସ୍ତ୍ରଗୁଡ଼ିକ ବେଶ୍ ଶକ୍ତିଶାଳୀ ହେଲା। ପରିଶେଷରେ ତ୍ୟାଗର ଅଟଳ ମହାମେରୁ ମହର୍ଷି ଆଥର୍ବଣ ସୃଷ୍ଟିର ମଙ୍ଗଳ ପାଇଁ, ଅସୁର ନିଧନ ପାଇଁ ଅସ୍ଥିଦାନ କଲେ। ଇନ୍ଦ୍ର ସେଥିରେ ବଜ୍ରାସ୍ତ୍ର ନିର୍ମାଣ କରି ଅସୁର ନିଧନ କରିଥିଲେ। ତିନି ପୁରରେ ଶାନ୍ତି ବିରାଜମାନ କଲା। ମହର୍ଷି ଆଥର୍ବଣ ହିଁ ହେଉଛନ୍ତି ମହାନ ତ୍ୟାଗୀ ଦଧିଚି। ଏହି ଉପନିଷଦ ଆଧାରିତ ଗଳ୍ପଟି ଆମ ଜୀବନର ଗୋଟିଏ ଶିକ୍ଷଣୀୟ ହେଉ। ବ୍ୟକ୍ତିକୁ ଯୋଗ ପଥରେ ଅଗ୍ରସର ହେବାକୁ ହେଲେ ଜିତେନ୍ଦ୍ରିୟ ହେବାକୁ ହେବ, କାମନା ବାସନାରୁ ଦୂରେଇ ରହିବାକୁ ହେବ, ସଂଯମୀ ହେବାକୁ ହେବ, ମନକୁ ସ୍ଥିର ରଖିବାକୁ ପଡ଼ିବ, ସରଳ ନିରାଡମ୍ବର ଜୀବନଯାପନ କରିବାକୁ ହେବ। ଋଷି ଦଧିଚିଙ୍କ ଉଦାରତା, ଦକ୍ଷତା, ନିଷ୍ଠା, ସାଧନା, ସ୍ପଷ୍ଟବାଦିତା, ନମନୀୟତା, ମହନୀୟତା, ସହନଶୀଳତା, ନିର୍ବିକାରତା ଓ ମହାଜ୍ଞାନୀ ଥିବାରୁ ସେ ଅଭିଶାପ ପାଇ ମଧ୍ୟ ବିଚଳିତ ହେଲେ ନାହିଁ। ତେଣୁ ଆମମାନଙ୍କୁ ଏଇଭଳି ଗୁଣକୁ ବିକାଶ ପାଇଁ ମା ପରମା ଜନନୀଙ୍କ ପାଖରେ ପ୍ରାର୍ଥନା କରିବା। ଦୈନନ୍ଦିନ ଜୀବନରେ ଘାତ ପ୍ରତିଘାତ, ଯନ୍ତ୍ରଣା, ସମସ୍ୟା
ଦୁଃଖ ପ୍ରତିଦିନ ଆସୁଛି। ଆମେ ବିଚଳିତ ନ ହୋଇ ସ୍ଥିରତା, ଶାନ୍ତି ଓ ଧୈର୍ଯ୍ୟବାନ ହୋଇ ଧୈର୍ଯ୍ୟର ସହ ସମ୍ମୁଖୀନ ହେବା। ଆମର ପ୍ରଭୁ ଗୁରୁ ଆରାଧ୍ୟ ହେଉଛନ୍ତି ଶ୍ରୀମା ଶ୍ରୀ ଅରବିନ୍ଦ। ଆମର ସଂଘ ହେଲା ଶ୍ରୀ ଅରବିନ୍ଦ ଆଶ୍ରମ। ଆମର ପ୍ରଭୁ ଗୁରୁ ଆରାଧ୍ୟ ହେଉଛନ୍ତି ଶ୍ରୀମା ଶ୍ରୀ ଅରବିନ୍ଦ। ଆମର ସଂଘ ହେଲା ଶ୍ରୀ ଅରବିନ୍ଦ ଆଶ୍ରମ, ଶ୍ରୀ ଅରବିନ୍ଦ ପାଠଚକ୍ର, ଶ୍ରୀ ଅରବିନ୍ଦ ସାଧନା କେନ୍ଦ୍ର। ଆମର ସାଧନା ହେଲା ପୂର୍ଣ୍ଣ ଯୋଗ, ରୂପାନ୍ତରିତ ଯୋଗ, ଅତିମାନସ ଯୋଗ। ଆମର ସିଦ୍ଧି ପାଇଁ ପ୍ରୟାସ ହେଲା ରୂପାନ୍ତରିତ ମନ, ପ୍ରାଣ, ଶରୀରରେ ଅତି ମାନବତ୍ୱ ପ୍ରାପ୍ତି। ଜଣେ ସାଧକର ପ୍ରାରମ୍ଭିକ ଯୋଗ୍ୟତା ହାସଲ କରିବା ପାଇଁ ସାଧନା ଆବଶ୍ୟକ। ବିଶେଷ କରି ଆତ୍ମସମୀକ୍ଷା କରିବା ନିହାତି ଜରୁରୀ। ଏହି ଆତ୍ମସମୀକ୍ଷାର 4ଟି ମାନଦଣ୍ଡ ଅଛି: ଇନ୍ଦ୍ରିୟ ସଂଯମ, ସମୟ ସଂଯମ, ଅର୍ଥ ସଂଯମ, ବିଚାର ସଂଯମ, କଣ୍ଟ୍ରୋଲ ଓଭର ସେନ୍ସ ଅର୍ଗାନ, ଟାଇମ୍ ମ୍ୟାନେଜମେଣ୍ଟ, ୱେଲ୍ଥ ମ୍ୟାନେଜମେଣ୍ଟ, ଟ୍ରୁ ଆଟିଚ୍ୟୁଡ। ଏହି 4ଟି ବିଷୟରେ ସେଲ୍ଫ ଆନାଲିସିସ୍ କରିବା। ଜିହ୍ୱା ନାମରେ ଅବକ୍ଷଣ ଭକ୍ଷଣ କରୁନାହୁଁ ତ? ଜିହ୍ୱା ଉପରେ ଆମର କଣ୍ଟ୍ରୋଲ ଅଛି କି ନାହିଁ? ଜିହ୍ୱା ଲାଳସାକୁ ଲୋଭରେ ପଡ଼ି ଶରୀର ପାଇଁ ଅନାବଶ୍ୟକ ଖାଦ୍ୟ ମଧ୍ୟ ଖାଇଦେଉଛେ। ସେଥିପାଇଁ ଆମେ ଅସୁବିଧାରେ ପଡୁଛେ। ଜିହ୍ୱା ପଞ୍ଚଇନ୍ଦ୍ରିୟର ଅଂଶ, ଆଉ ଉପରେ ଆମର ଜୟ କରିବାର ଅଛି। ବାଣୀ ଦ୍ୱାରା ଅସଂସ୍କୃତ ଶବ୍ଦ ଉଚ୍ଚାରିତ ହେଉନାହିଁ ତ? ଆମେ ବାଣୀ ଦ୍ୱାରା ପ୍ରତ୍ୟେକ ଦିନ ଯେଉଁ ଶବ୍ଦ ଉଚ୍ଚାରଣ କରୁଛେ, ଅନ୍ୟକୁ କଷ୍ଟ ଦେଉନାହିଁ ତ? ଅସଂସ୍କୃତ ଶବ୍ଦ ଦ୍ୱାରା ଆମ ଚେତନାର ନିମ୍ନଗାମୀ ମଧ୍ୟ ହୁଏ। ଶବ୍ଦ କୁଦୃଷ୍ଟି ଫଳରେ କାମ ପ୍ରବୃତ୍ତି ଜାଗ୍ରତ ହେଉନାହିଁ ତ? ଗୋଟିଏ ପୁରୁଷ ନାରୀକୁ ଦେଖୁଛି, ନାରୀ ପୁରୁଷକୁ ଦେଖୁଛି, କେଉଁ ଦୃଷ୍ଟିରେ ଦେଖୁଛି? ଦୃଷ୍ଟିଭଙ୍ଗୀ ପରସ୍ପର ପ୍ରତି କ'ଣ ଅଛି? ଗୋଟିଏ ଝିଅ ପୁଅକୁ ଦେଖୁଛି, କଥାବାର୍ତ୍ତା କରୁଛି, ପରସ୍ପର ପ୍ରତି କିଭଳି ଦୃଷ୍ଟି ଅଛି? ଆତ୍ମସମୀକ୍ଷାରୁ ନିଜକୁ ଜାଣିପାରିବା। ଜଣେ ଜଣକୁ କଥାବାର୍ତ୍ତା ପାଇଁ ଭିତରେ ଗୋଟିଏ ବ୍ୟାକୁଳତା ଥିବ, ନ ଦେଖିଲେ ରହିପାରୁନଥିବ। ଏଇଥିରୁ ସେ ନିଜକୁ ଜାଣିପାରିବ, ଆନାଲିସିସ୍ କରିବ। ଅସଂଯମ ଫଳରେ ଶରୀର ଓ ମନ ଫମ୍ପା ହୋଇଯାଉନାହିଁ ତ? ଏଣୁ ଆମର ମାନସିକ ସୁସ୍ଥତା ପାଇଁ ଇନ୍ଦ୍ରିୟ ନିଗ୍ରହ ଅମୋଘ ଉପାୟ। ଏଣୁ ଆମର ସେନ୍ସ ଅର୍ଗାନକୁ ଆନାଲିସିସ୍ କରି ଉଚିତ ମାର୍ଗରେ ପରିଚାଳନା କରିବା। ଏଇଟା ହେଲା ଇନ୍ଦ୍ରିୟ ସଂଯମ। ଆମ ପଞ୍ଚ ଇନ୍ଦ୍ରିୟ ତା ଉପରେ ଇନ୍ଦ୍ରିୟ ଉପରେ ଜୟଲାଭ କରିବା। ସମୟ ସଂଯମ, ଏହାର ଅର୍ଥ ପ୍ରତ୍ୟେକ କ୍ଷଣର ସଦୁପଯୋଗ। ପ୍ରତ୍ୟେକ କ୍ଷଣର ସଦ୍ ଉପଯୋଗ। ଆଳସ୍ୟ, ଦୁର୍ବ୍ୟସନ ଅର୍ଥାତ୍ କୁସଙ୍ଗ, ଦୁର୍ଗୁଣର କୁଚକ୍ରରେ ପଡ଼ି ସମୟ ନଷ୍ଟ ନ କରାଯାଉ। ଏହାର ସୁରକ୍ଷା ଓ ସତ୍ ଉପଯୋଗ ଉପରେ ପୂର୍ଣ୍ଣ ରୂପେ ଜାଗ୍ରତ ରହିବାକୁ ହେବ। ସମୟ ହିଁ ଜୀବନ। ଯେ ସମୟର ସତ୍ ଉପଯୋଗ କରେ, ସେ ଜୀବନର ପରିପୂର୍ଣ୍ଣ ଲାଭ ଉଠାଏ। ଆଳସ୍ୟ ଦ୍ୱାରା ସମୟ ନଷ୍ଟ ହୋଇଯାଏ, ଉଚ୍ଚତର ଚେତନାକୁ ଯିବା ବାଟ ବନ୍ଦ ହୋଇଯାଏ। କୁସଙ୍ଗ ଦ୍ୱାରା ସମୟ ନଷ୍ଟ ହୁଏ, ଚେତନା ନିମ୍ନଗାମୀ ହୁଏ। କୁସଙ୍ଗରେ ପଡ଼ି ମଦ, ମାଂସ ଓ ମୈଥୁନରେ ସମୟ ନଷ୍ଟ କରେ। ଏହା ହେଉଛି ପତନର ମୁଖ୍ୟ କାରଣ। ମୋବାଇଲରେ ଚାଟିଂ କରି, ଅଶ୍ଳୀଳ ସିନେମା, ମୋବାଇଲରେ ଅଶ୍ଳୀଳ ପୋଷ୍ଟିଂ ଦେଖି, ମୋବାଇଲରେ ଘଣ୍ଟା ଘଣ୍ଟା ଧରି ଗପ ମାରି ସମୟକୁ ନଷ୍ଟ କରେ। ଏହା ଚେତନାକୁ ନିମ୍ନଗାମୀ କରେ। ଲାଇଫର ଲଂଜିଭିଟିକୁ ମଧ୍ୟ କମାଇ ଦିଏ। ସମୟ ହିଁ ଜୀବନ, ଏହାକୁ ସତ୍ ଉପଯୋଗ କରିବା। ଅର୍ଥ ସଂଯମ।
ସାଧୁ ସଚ୍ଚୋଟ ଭାବରେ ଅର୍ଥ ଉପାର୍ଜନ କରିବାକୁ ହେବ। ମୁନାଫାଖୋର ଓ ବେଇମାନୀ କାର୍ଯ୍ୟର ଆଶ୍ରୟ ନେବା ନାହିଁ। ସରଳ ଜୀବନ ଓ ଉଚ୍ଚ ବିଚାର କରିବା। ବିଳାସ ବେସନରେ ଖର୍ଚ୍ଚ ହେଉଛି ମୂର୍ଖତା। କୁରୀତି ଓ କୁନୀତି ଦ୍ୱାରା ଅର୍ଥକୁ ବର୍ବାଦ କରିବା ନାହିଁ। ଭୋଜି ଭାତରେ 5-10 ପ୍ରକାର ଆମିଷ ଭୋଜନର ବ୍ୟବସ୍ଥା, ମଦ୍ୟପାନର ବ୍ୟବସ୍ଥା, ବର୍ଥଡେଜରେ 1000 ଟଙ୍କାର ବେଲୁନ ଟଙ୍ଗାଇ ଫୁଟାଇବା, ବିବାହଘରରେ ବାଣ ରୋଷଣୀ ଇତ୍ୟାଦି, ଏହା ହେଉଛି ମୂର୍ଖତାର ପରିଚୟ। ଚେତନାକୁ ନିମ୍ନଗାମୀ କରାଏ। ବଳକା ଧନର ବଡ଼ ଅଂଶକୁ ଭଗବାନଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବା। ବିବେକୀ ଉଚିତ କାର୍ଯ୍ୟରେ ଖର୍ଚ୍ଚ କରନ୍ତି। ଏହାଦ୍ୱାରା ଚେତନା ଉଚ୍ଚତର ଗତି ଲାଭ କରେ। ବିଚାର ସଂଯମ, ଟ୍ରୁ ଆଟିଚ୍ୟୁଡ। ମସ୍ତିଷ୍କରେ ସର୍ବଦା କୌଣସି ନା କୌଣସି ବିଚାର ଉଠିଥାଏ। ନାନା କଳ୍ପନା କରାଯାଇଥାଏ। ଏହି ବିଚାର ଅସ୍ତବ୍ୟସ୍ତ ଅନୈତିକ ହେବା ଉଚିତ ନୁହେଁ। ଏଥିପାଇଁ ବିବେକକୁ ଚୌକିଦାର ରୂପେ ନିଯୁକ୍ତି କରିବାକୁ ହେବ। କୁବିଚାରକୁ ସତ୍ ବିଚାର ଅସ୍ତ୍ର ଦ୍ୱାରା ଆହତ ଓ ପରାସ୍ତ କରିବା। ବିଚାର ସଂଯମ, ମସ୍ତିଷ୍କରେ ସର୍ବଦା କୌଣସି ନା କୌଣସି ବିଚାର ଉଠିଥାଏ। ନାନା କଳ୍ପନା ଜଳ୍ପନା ମଧ୍ୟ କରାଯାଇଥାଏ। ଏହି ବିଚାର ଅସ୍ତବ୍ୟସ୍ତ ଅନୈତିକ ହେବା ଉଚିତ ନୁହେଁ। ଏଥିପାଇଁ ବିବେକକୁ ଚୌକିଦାର ରୂପେ ନିଯୁକ୍ତି କରିବାକୁ ହେବ। କୁବିଚାରକୁ ସତ୍ ବିଚାର ଅସ୍ତ୍ର ଦ୍ୱାରା ଆହତ ଓ ପରାସ୍ତ କରିବା। କୁବିଚାର ସ୍ଥାନରେ ରଚନାତ୍ମକ ଚିନ୍ତନ କନଷ୍ଟ୍ରକ୍ଟିଭ ଥଟ୍କୁ ସ୍ଥାନ ଦେବା। କୁବିଚାର ସ୍ଥାନରେ ରଚନାତ୍ମକ ଚିନ୍ତନ କନଷ୍ଟ୍ରକ୍ଟିଭ ଥଟ୍କୁ ସ୍ଥାନ ଦେବା। ସତ୍ ବିଚାର ମନୁଷ୍ୟର ସବୁଠୁ ବଡ଼ ସାମର୍ଥ୍ୟ। ଏହା ହିଁ ସତ୍ କର୍ମରେ ପରିଣତ ହୁଏ। ସତ୍ ବିଚାର ମନୁଷ୍ୟର ସବୁଠୁ ବଡ଼ ସାମର୍ଥ୍ୟ। ଏହା ହିଁ ସତ୍ କର୍ମରେ ପରିଣତ ହୁଏ। ପରିସ୍ଥିତି ରୂପେ ସମ୍ମୁଖକୁ ଆସେ। ରଚନାତ୍ମକ ବିଚାର କନଷ୍ଟ୍ରକ୍ଟିଭ ମାଇଣ୍ଡ ଜୀବନକୁ କଳ୍ପ ବୃକ୍ଷରେ ପରିଣତ କରେ। କନଷ୍ଟ୍ରକ୍ଟିଭ ମାଇଣ୍ଡ ଜୀବନକୁ କଳ୍ପ ବୃକ୍ଷରେ ପରିଣତ କରେ। ଏହି ତଥ୍ୟକୁ ଭଲ ଭାବରେ ବୁଝିବା। ଚିନ୍ତନ ବା ଥଟ୍କୁ କେବଳ ରଚନାତ୍ମକ ଓ ଉଚ୍ଚସ୍ତରୀୟ ବିଚାର ସହ ସଂଯୁକ୍ତ କରିବା, ଅର୍ଥାତ୍ ମାଙ୍କ ସହ ଅହରହ ସଂଯୁକ୍ତ ହେଉଥିବା। ଏହା ହେଉଛି ଟ୍ରୁ ଆଟିଚ୍ୟୁଡ। ଏହା ହେଉଛି ଟ୍ରୁ ଆଟିଚ୍ୟୁଡର ମୁଖ୍ୟ ଅଂଶ। ଏଥିପାଇଁ ସାଧନା କରିବା, ସ୍ୱାଧ୍ୟାୟ କରିବା, ସଂଯମତା ଅବଲମ୍ବନ କରିବା ଓ ଭଗବତ ସେବାରେ ଲାଗି ରହିବା। ଏଥିପାଇଁ ସାଧନା କରିବା, ସ୍ୱାଧ୍ୟାୟ କରିବା, ସଂଯମତା ଅବଲମ୍ବନ କରିବା ଓ ଭଗବତ ସେବାରେ ଲାଗି ରହିବା। ଆତ୍ମ ସମୀକ୍ଷା, ଆତ୍ମ ସଂଶୋଧନ, ଆତ୍ମ ନିର୍ମାଣ, ଆତ୍ମ ବିକାଶ ପ୍ରକ୍ରିୟା ପ୍ରତି ସଦା ସର୍ବଦା ଜାଗ୍ରତ ବା ସଜାଗ ରହିଲେ ଆମେ ସାଧକର ଯୋଗ୍ୟତା ହାସଲ କରିବାକୁ ସମର୍ଥ ହୋଇପାରିବା। ଆତ୍ମ ସମୀକ୍ଷା, ଆତ୍ମ ସଂଶୋଧନ, ଆତ୍ମ ନିର୍ମାଣ, ଆତ୍ମ ବିକାଶ ପ୍ରକ୍ରିୟା ପ୍ରତି ସଦା ସର୍ବଦା ଜାଗ୍ରତ ବା ସଜାଗ ରହିଲେ ଆମେ ସାଧକର ଯୋଗ୍ୟତା ହାସଲ କରିବାକୁ ସମର୍ଥ ହୋଇପାରିବା। ସଂଘ ବିଷୟରେ ଆଲୋଚନା କରିବା। ଏ ସଂସାରରେ ଅନେକ ସଂଘ ଗଢ଼ା ହୋଇଛି। ପ୍ରତ୍ୟେକ ଧର୍ମର ସଂଘ ଅଛି, ଦେଶମାନଙ୍କର ସଂଘ ଅଛି, ଜାତିମାନଙ୍କର ସଂଘ ଅଛି, ବ୍ୟକ୍ତି ସମୂହ ଓ କର୍ମଚାରୀ ମାନଙ୍କ ସଂଘ ଅଛି। ସଂଘ ଗଢ଼ା ହୋଇଛି, ବିଭାଜନ ହେଉଛି, ବିଲୟ ମଧ୍ୟ ହେଉଛି। ଯଦି ଆଧ୍ୟାତ୍ମିକ ସଂଘ ଆଲୋଚନାକୁ ପରିସରକୁ ଆଣିବା, ତାହା ହେଉଛି ଭଗବତ ସଂଘ
ଓ ଭଗବାନଙ୍କ ସହ ଏକତ୍ରୀକରଣ। ଯଦି ଆଧ୍ୟାତ୍ମିକ ସଂଘ ଆଲୋଚନାକୁ ପରିସରକୁ ଆଣିବା, ତାହା ହେଉଛି ଭଗବତ ସଂଘ ଓ ଭଗବାନଙ୍କ ସହ ଏକତ୍ରୀକରଣ। ଦିବ୍ୟ ଜନନୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆମକୁ ଏହା ଶିଖାଉଛନ୍ତି। ଏକତ୍ରୀକରଣରେ ହିଁ ଅତିମାନସ ସିଦ୍ଧିର କ୍ରିୟା ହେଉଛି ସମ୍ଭବ। ବିଭେଦୀକରଣ ଆଡ଼କୁ ଚାଲିଛେ, ତୋର ମୋର ଚଳାଇଛେ ନା ଆମର ବୋଲି କହୁଛେ। ବିଭେଦୀକରଣ ଆଡ଼କୁ ଚାଲିଛେ, ତୋର ମୋର ଚଳାଇଛେ ନା ଆମର ବୋଲି କହୁଛେ। ଅନ୍ତରରୁ ପ୍ରେରଣା ପାଇ ମାଙ୍କ କାର୍ଯ୍ୟ ଆରମ୍ଭ କରୁ, ଅର୍ଥାତ୍ ପାଠଚକ୍ର ଆରମ୍ଭ କରୁ। ଏହିଠାରୁ ନୂତନ ଧାରାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅଥବା ଶ୍ରୀ ଅରବିନ୍ଦ ସାଧନା କେନ୍ଦ୍ର ଆରମ୍ଭ ହୁଏ। ପରିଶେଷରେ ବ୍ୟକ୍ତି କେନ୍ଦ୍ରିକ ପାଲଟିଯାଏ। ବହୁତ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ପାଠଚକ୍ର ସଂଗଠନ ବିଶ୍ୱ କେନ୍ଦ୍ରିକ ଆଡୁ ହଟିଯାଇ ବ୍ୟକ୍ତି କେନ୍ଦ୍ରିକ ହୋଇଯାଉଛି। ତାପରେ ଆସେ କର୍ତ୍ତୃତ୍ୱ ବୋଧତା, ସ୍ୱାର୍ଥପରତା ଆମକୁ ବିଶ୍ୱଗତ ଆଡକୁ ମିଶାଇ ଦିଏ ନାହିଁ। ଶେଷରେ କହୁ, ମୋର ପାଠଚକ୍ର, ମୋର ସ୍କୁଲ, ମୋର ସାଧନା କେନ୍ଦ୍ର। ଆମକୁ ଏହା ବିଶ୍ୱ କେନ୍ଦ୍ରିକ ଆଡୁ ହଟାଇ ନେଇ ବ୍ୟକ୍ତି କେନ୍ଦ୍ରିକ ଆଡକୁ ନେଇଯାଉଛି। ଶେଷରେ କହୁ, ମୋର ପାଠଚକ୍ର, ମୋର ସ୍କୁଲ, ମୋର ସାଧନା କେନ୍ଦ୍ର। ତାହାପରେ କର୍ତ୍ତୃତ୍ୱ ବୋଧ ଜାହିର କରୁ। ମୋତେ ନ ପଚାରି କିଛି କରାଯାଇ ପାରିବ ନାହିଁ। ମୁଁ ଗଢିଛି, ମୁଁ ମଧ୍ୟ ଭାଙ୍ଗି ଦେଇପାରେ। ଏ ହେଉଛି ମାନବିକ ଅଜ୍ଞାନତା। ଏହାରି ମଧ୍ୟରେ କିଛି ସମୟ ଘାଣ୍ଟି ଚକଟି ଦଳାଚକଟା ହେଉ, କାର୍ଯ୍ୟ ମନ୍ଥର ହୋଇଯାଏ। ଦିବ୍ୟ କର୍ମରେ ବ୍ୟାଘାତ ଘଟେ। ଦିବ୍ୟ ଜ୍ଞାନରେ ଥିବା ବ୍ୟକ୍ତି ବୁଝିଯାଆନ୍ତି, କିନ୍ତୁ ବାହିକ୍ୟ ଜ୍ଞାନରେ ବୁଲୁଥିବା ବ୍ୟକ୍ତି ବିଭାଜନ ସୃଷ୍ଟି କରନ୍ତି। ଦିବ୍ୟ କର୍ମରେ ବ୍ୟାଘାତ ଘଟେ। ଦିବ୍ୟ ଜ୍ଞାନରେ ଥିବା ବ୍ୟକ୍ତି ବୁଝିଯାଆନ୍ତି, କିନ୍ତୁ ବାହିକ୍ୟ ଜ୍ଞାନରେ ବୁଲୁଥିବା ବ୍ୟକ୍ତି ବିଭାଜନ ସୃଷ୍ଟି କରନ୍ତି। ଶ୍ରୀ ଅରବିନ୍ଦ ପାଠଚକ୍ର ସଂସାରରେ ଗୋଟିଏ ହେଉ। ବିଭିନ୍ନ ନାମକରଣ କରି ବିଭାଜନ ସୃଷ୍ଟି ନ କରାଯାଉ। ଆମେ ସମସ୍ତେ ଏ ଛତ୍ର ଛାୟା ତଳେ ଅଛେ। ଗୋଟିଏ ନାମରେ ନାମିତ, ଗୋଟିଏ ଧାରାରେ ଅନୁପ୍ରାଣିତ। ସେ ଦେଶ ହେଉ, ରାଜ୍ୟ ହେଉ, ଜିଲ୍ଲା ହେଉ କି ବ୍ଲକ ହେଉ, ମହିଳା ହେଉ କି ପୁରୁଷ ହେଉ, ଛାତ୍ର ହେଉ କି ଛାତ୍ରୀ ହେଉ, ସବୁ ମିଶି ଗୋଟିଏ ଶ୍ରୀ ଅରବିନ୍ଦ ପାଠଚକ୍ର। ଗୋଟିଏ ନାମ ହେଉ, ବିଭେଦ କରିବା ନ ହେଉ, କର୍ତ୍ତୃତ୍ୱ ବୋଧତା ନ ରହୁ। ଆମେ ସମସ୍ତେ ମାତୃ ସନ୍ତାନ। ଏକ ବିଚାରଧାରା ରହିବ, ତାହା ହେଉଛି ଦିବ୍ୟ ଜନନୀଙ୍କ ଜୟ ହେଉ। ସମସ୍ତେ ଦିବ୍ୟ ଶାନ୍ତି ଅନୁଭବ କରନ୍ତୁ। ଦିବ୍ୟ ପ୍ରେମରେ ପ୍ଳାବିତ ହୁଅନ୍ତୁ। ଦିବ୍ୟ କରୁଣା ଲାଭ କରନ୍ତୁ। ଦିବ୍ୟ ଅନୁଭୂତି ଆସୁ, ଏତିକି ମାତ୍ର ପ୍ରାର୍ଥନା। ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ପାଠଚକ୍ରକୁ ସମାପ୍ତ କରିବା। ମା 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 Ma 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 ma